କାହିଁକି ଏମିତି ହେଲା ସାରା ଓଡିଶାବାସୀ ଡରରେ ମୁତି ପକେଇଛନ୍ତି। ରାଗରେ ରକ୍ତ ଗରମ ହେଇଗଲା। ରାସ୍ତାରେ ଢେଲା ପଥର ପଡିଥିଲା, ହାତ ଟିକେ ସ୍ଲିପ ହେଇଗଲା। ଆଉ ଆପଣ ମାନେ ମୋ ବସ୍ କାଚକୁ ଡିସ୍କୋ ଡ୍ୟାନ୍ସ କରାଇଦେଲେ। ଆମେ ତ ଡିଜିଟାଲ ଅଟୋ ବାଲା, ଟଚ ସ୍କ୍ରିନ୍ ମୋବାଇଲ ବ୍ୟବହାର କରୁ, ତେଣୁ ଗାଡି କାଚକୁ ଟିକେ ଟଚ କରିକି ଚେକ୍ କରୁଥିଲୁ ଗାଡି କାଚ କେତେ ମଜବୁତ। ଆଜ୍ଞା ନମସ୍କାର। ନା ଅଛି ଆମର ଷ୍ଟୁଡିଓ, ନା ଅଛି ଆମ ରଙ୍ଗୀନ ରଙ୍ଗମଞ୍ଚ। ଆମର ଏଇ ଖୋଲା ମେଲାରେ ଆପଣ ମାନେ ଦେଖିବେ ଏହି ଦେଶୀ ପୋଡକାଷ୍ଟରେ ସାରା ଓଡିଶାକୁ ହଲେଇ ଦେଇଥିବା ଓ ପୋଲିସକୁ ଗୋଡାଇ ଗୋଡାଇ ପିଟିଥିବା ଏବଂ ମୋ ବସର କାଚ ଭାଙ୍ଗିଥିବା ଅନଲାଇନ ଅଟୋର ସଭାପତି ମିଷ୍ଟର ନେଉଳ ଧଣ୍ଡ ଭାଇ, ତାଙ୍କୁ ପଚାରି ବୁଝିବା କଣ ଖବର, କାହିଁକି ଏମିତି ଜଘନ୍ୟ କାଣ୍ଡ ହେଲା ସାରା ଓଡିଶାବାସୀ ଡରରେ ମୁତି ପକେଇଛନ୍ତି। ଧଣ୍ଡ ଭାଇ, ଆମ ଦେଶୀ ପୋଡକାଷ୍ଟକୁ ସ୍ୱାଗତ। ଆଜ୍ଞା, ମୋ ନାଁ ନେଉଳ ଧଣ୍ଡ। ମୁଁ ଅନଲାଇନ୍ ଅଟୋର ସଭାପତି। ମୋର ଆପଣମାନଙ୍କୁ ମୋ ଡାହାଣ ହାତର ନମସ୍କାର। ରାସ୍ତାରେ ସେମିତି କଣ ଭୂମିକମ୍ପ ହେଲା ଯେ 400 ଅଟୋ ସିଜ୍ ହେଲା, ଆଉ ଆପଣ ମାନେ ମୋ ବସ୍ କାଚକୁ ଡିସ୍କୋ ଡ୍ୟାନ୍ସ କରାଇଦେଲେ। ଆହେ ହୋଷ୍ଟ ମ୍ୟାଡାମ, ଆମେ ଶାନ୍ତିରେ ଧାରଣା ଦେଇଥିଲୁ, ସରକାରଙ୍କୁ କହିଲୁ ଆମ ଚାପ, ଦୁଃଖ, ବ୍ୟଥା, ଭାବ, ସ୍ନେହ କିଛି ତ ବୁଝ। ହେଲେ ସରକାର ବୁଝିଲେ ନାହିଁ। ଏ ଓଲା ଉବର ବାଲା 20% କମିଶନ କାଟି ଆମ ପେଟକୁ ଲାତ ମାରୁଛନ୍ତି। ସରକାର ଆଉ ଶୁଣିଲେନି, ଆମେ ବି ରାଗିଗଲୁ, ଆଉ ଇତ୍ୟାଦି ଇତ୍ୟାଦି। ଆଉ ଇତ୍ୟାଦି ଇତ୍ୟାଦି ମାନେ ସେ ଇତ୍ୟାଦି ଇତ୍ୟାଦି ଭିତରେ ଢେଲ ମାଡ, ରାସ୍ତା ଜାମ୍, କାଚ ଭଙ୍ଗା ଅଛି ନା? ସିଏ କିଛି ନୁହେଁ ଆଜ୍ଞା, ସିଏ ଗୋଟେ ଆମର ଦୁଃଖ ଥିଲା। ରାଗରେ ରକ୍ତ ଗରମ ହେଇଗଲା। ରାସ୍ତାରେ ଢେଲା ପଥର ପଡିଥିଲା, ହାତ ଟିକେ ସ୍ଲିପ ହେଇଗଲା। ଆଉ ଆମେ ତ ଡିଜିଟାଲ ଅଟୋ ବାଲା, ଟଚ ସ୍କ୍ରିନ୍ ମୋବାଇଲ ବ୍ୟବହାର କରୁ, ତେଣୁ ଗାଡି କାଚକୁ ଟିକେ ଟଚ କରିକି ଚେକ୍ କରୁଥିଲୁ ଗାଡି କାଚ କେତେ ମଜବୁତ। ଆଚ୍ଛା ହଉ, ସ୍କ୍ରିନ୍ ଟଚ୍ ଚେକ୍ ଚକ୍କରରେ 400 ଗାଡି ଆରଟିଓ ଗ୍ୟାରେଜରେ ପାର୍କିଂ ହେଇଗଲା। ପୋଲିସ ଏବେ 100 ଜଣଙ୍କୁ ଜେଲରେ ଦେଶୀ ଖାତିର କରୁଛି। ଏବେ ଆପଣଙ୍କ ଚାପ ବଢିଲା ନା କମିଲା? ବଢିଗଲା ଆଜ୍ଞା, ଦୁଃଖ ବଢିଗଲା। ଆମେ ଭାବିଥିଲୁ ସରକାର ଆମକୁ ଚା ବିସ୍କୁଟ ଖୁଆଇ ଆମ ସହିତ ଟିକେ ଆଲୋଚନା କରିବେ, ସେପଟେ ଆରଟିଓ ବାବୁ ଶୋ କଜ ନୋଟିସ ପଠେଇ ଆମ ଅଟୋର ପରମିଟ ଉଡେଇ ଦେବାକୁ ବସିଛନ୍ତି। ଆମେ ଅଟୋ ନାହିଁ ତ ଆମେ ଚଳିବୁ କେମିତି? ସେଥିପାଇଁ ତ ଲୋକେ କହିଛନ୍ତି ଅତି ରାଗ ଆପଣା ଖରାପ, ଆଉ ଅତି ଢେଲା ମୋ ବସ୍ କାଚ ପାଇଁ ଖରାପ। ତେବେ ଜନସାଧାରଣଙ୍କୁ କଣ କହିବେ? ଆଜ୍ଞା, ଯଦି ଆମ ଭଳି ଆପଣ ମାନେ କେବେ ଧାରଣା ଦେଉଛନ୍ତି, ତେବେ ଆମ ଭଳି ହିଂସ୍ର ଆଚରଣ କରନ୍ତୁ ନାହିଁ। ସରକାରଙ୍କର ନିୟମ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଅନ୍ତୁ, ଆଉ ଜନସାଧାରଣଙ୍କୁ ହଇରାଣ କରନ୍ତୁ ନାହିଁ। ତାହାର ଫଳ ତ ଆମେ ଭୋଗୁଛୁ। ୱାଓ, ଚମତ୍କାର, କେଡେ ବଡ କଥା କହିଦେଲେ ଧଣ୍ଡ ଭାଇ। ଏଥିସହିତ ଆଜିର ଆମ ଦେଶୀ ପୋଡକାଷ୍ଟକୁ ଏତିକିରେ ଶେଷ ହେଉଛି। ଧନ୍ୟବାଦ ନେଉଳ ଧଣ୍ଡ ଭାଇ।